যাই ଅଛି ଆରେ ବାଟରେ କିଣିବେ। नमस्कार जय जगन्नाथ स्वामी नयन पथगामी भवतम भव ओडिशार गणित दर्शक मनोज भाई तरफ प्रणाम। तो आम आसीचु पारिकुदु पीठशाला। तो रजर मजा बर्तमान देखो नाटक चलती इंद्रजित नाटक। तो रज उपलक्षे पीठशाला बर्तमान ग्रीन हल भितर आमर पिला माने अछंती पीठशाला किछि पिला वर्षांग पाखे अछंती। तो रज शेष रज आ गोटे दिन पर आम विदाय नबू आज लास्ट। तो भुवनेश्वर अच्छी बरमुंडा 17 तारिख। तो सेठू पिला मानकर छुट्टी अच्छी। तो निहाती भाव में आपण मानू कहि क्यों कलाकार बाहरी छोड़े वर्ष बाहर। तो आगू कहि आ 2 दिन पर तो पुणी किए जॉइन से विषय भी किसी कहि समस्त अरे यार कौन नो नकली समझे अरे ऑन ले लो ना अरे यार तू कौन ना आगे जी बाटी करें जुगड़ा भाई केमती कौन रजर माहौल केमती कौन रज चलती दर्शक मानक नमस्कार। आज आज तृतीय रजर भूमि दहन बा शेष रज आपण रज पालन करूँ आम राज्य रज पालन करें ना कि आम जो अच्छी पिठियार ग्राम रज पालन करूँ देखुचु नाच भी आम चलती बहुत भल नाटक चलती। आज आम इंद्रजी चलती नाटक आपण मैंने रज पालन करूँ। जय तो आज शेष रात्रि आमर पीठशाला 3 दिन 2 राति पलैस आ गोटे दिन। तो आज लवकुश नाटक पुणी आम जी बरमुंडा भुवनेश्वर 17 तारिख। तो देखो दर्शक बंधु पीठशाला आमर आज शेष दिन गोटे दिन पर विदाय नबू। तो देखिपे गहली चलती आज इंद्रजित नाटक। तो नाटकर माहौल अच्छी दर्शक भी भरपूर अच्छा देखिपे। पीठशाला ये आपण मैंने जानी पारिकुदुगढ़ तो ग्रामर पीठशाला। तो आम सब वर्ष आसुचु ये देखिपे।
ଦିନ ସେଠି ଆମେ ନାଟକ କରିକି ଆମେ ଚଳିଯିବୁ ଆମର ଗନ୍ତବ୍ୟ ପଥରେ ପଥିକ ହେବୁ। ତ ନିଶ୍ଚିତ ଭାବରେ ଇଏ ହେଉଛି ପ୍ରଥମେ ତ ରଜ ପହିଲି ରଜ ଥିଲା, ତାପରେ ରଜ ସଂକ୍ରାନ୍ତି, ତାପରେ ଆଜି ଭୂମି ଦହନ। ତ ଭୂମି ଦହନରେ ସମସ୍ତେ ଆଶା କରୁଛି ଖୁସିରେ ରହିଥିବେ ଆଉ ସେଇ ପ୍ରଭୁଙ୍କୁ ଡାକୁଥିବେ କି ସେ ବସୁମତୀ ସଦାସର୍ବଦା ପୂଜା କରୁଥିବେ। ଆଉ କ'ଣ କରିବି, ଭଉଣୀମାନେ ତ ସଦାସର୍ବଦା ସେକି ରଜରେ ଉତ୍ସବ ପାଳନ କରୁଥିବେ। ଆମମାନଙ୍କୁ ବି ଏମିତି ସ୍ନେହତା ଭଲ ପାଇବା ଦେଇଥାନ୍ତୁ, ଆମ ପ୍ରତି ଏମିତି କରୁଣା ଦୃଷ୍ଟି ରଖିଥାନ୍ତୁ ଆଉ ଆଶୀର୍ବାଦ ରଖିଥାନ୍ତୁ। ଏତିକି ଘରେ କେମିତି କ'ଣ ରଜ ପାଳନ ଚାଲିଛି? ଘରେ କେମିତି କ'ଣ କହିବି, ମୁଁ କେମିତି କହିବି? ନାଇଁ ଏଇଟା କହିବାକୁ ପଡ଼ିବ ନା। ତ ମୁଁ ଆଉ ଗୋଟେ କଥା କହି ରଖିବି, କାହ୍ନା ଭାଇଙ୍କର ଦେହ ଅସୁସ୍ଥ ଥିଲା, ଆପଣମାନେ ଜାଣିଛନ୍ତି, ମୁଁ ଭିଡ଼ିଓ ମାଧ୍ୟମରେ କହିଥିଲି। ପୁରା ସାଂଘାତିକ ହେଇଯାଇଥିଲା ତାଙ୍କ ଦେହ। ବର୍ତ୍ତମାନ ସେ ସୁସ୍ଥ ହୋଇ ପୁଣି ତରଙ୍ଗ ପରିବାରକୁ ଫେରି ଆସିଛନ୍ତି। କାହ୍ନା ଭାଇ କ'ଣ କହିବ? ଆଉ ଗୋଟେ ଦିନ ପରେ ପୁଣି ପିଲା ଚେଞ୍ଜ ଚାନ୍ସ, ଏ ବର୍ଷ କ'ଣ କହିବି ଯେ କି ଏଇ ଯାତ୍ରା ତରଙ୍ଗକୁ ଯେଉଁ ପିଲାମାନେ ବି ଆଗେଇ ନେଇଛନ୍ତି ସେମାନେ ତ ବାହାରି ପଡ଼ିବେ ବୋଲି ଶୁଣୁଛୁ। ମୁଁ ଡାକୁଛି ଯେ କି ଯେଉଁଠିକି ବି ଯାଉଛନ୍ତି ସେ ବାବା ଗଡ଼ିକେଶ୍ୱର ତାଙ୍କର ମଙ୍ଗଳ ବିଧାନ କରନ୍ତୁ। ଆଉ ଏମିତି ହିଁ ଯାତ୍ରା ତରଙ୍ଗ ବି ଆଗକୁ ଆଗକୁ ଯିବ, ଯାହାଫଳରେ ସେମାନେ ବି ଗଲେ ଆଉ ନୂଆ କଳାକାର ଆସିବେ, ସେ ନୂଆ କଳାକାରଙ୍କୁ ବି ଗଡ଼ିକେଶ୍ୱର ସାହା ହୁଅନ୍ତୁ। ଆଉ ବିଶେଷ କିଛି କହିବିନି ଯେ କି ଯେଉଁମାନେ ବି ନୂଆ କଳାକାର ଏଇ ରଜ ପରେ ଯୋଡ଼ି ହେବେ ନିଶ୍ଚିତ ଭାବରେ ଭିଡ଼ିଓ ମାଧ୍ୟମରେ ଦେଖିବେ ଆଉ ଭଲ ପାଇବା ଦେଖିବେ। ଏତିକି କହୁଛି, ଜୟ ଜଗନ୍ନାଥ। ତ ନିହାତି ଭାବରେ ମୁଁ 17 ତାରିଖ ପରେ ଆପଣମାନଙ୍କୁ ଭିଡ଼ିଓ ଦେବି। ତ ତରଙ୍ଗ ପରିବାରରେ କେଉଁ କେଉଁ କଳାକାର ପୁଣି ଆସୁଛନ୍ତି, ତ କେଉଁ କଳାକାର ବିଦାୟ ନେଉଛନ୍ତି, ତ ଆଉ 2 ଦିନ ପରେ ଆପଣମାନେ ଜାଣିପାରିବେ। ତ ଦୀର୍ଘ 13 ବର୍ଷ ଧରି ଲୁଣିସାହି ଟିମ୍, ତ ଏମିତି କେତେ କଳାକାର ଯାଉଛନ୍ତି, କେତେ କଳାକାର ବି ଆସୁଛନ୍ତି। ତ ନିହାତି ଭାବରେ ଆପଣମାନେ ଭିଡ଼ିଓ ମାଧ୍ୟମରେ ଦେଖିବେ ନୂଆ କଳାକାରମାନଙ୍କୁ, ତାଙ୍କ ସିନ୍ ନାଟକ ସବୁ କିଛି ଦେଖିବେ। ତ ଆଉ 2 ଦିନ ଅପେକ୍ଷା, ତ ରଜ, ତ ଆଉ ଗୋଟିଏ ଦିନ ପରେ ଆମେ ପଳେଇବୁ ପିଟିଶାଳାରୁ ଭୁବନେଶ୍ୱର। ତ ଏଠୁ ଯିବୁ ଆମେ ବରମୁଣ୍ଡା, ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡ ପାଖରେ ନାଟକ ଅଛି ଆମର, ଇନ୍ଦ୍ରଜିତ ନାଟକ। ତ ନିହାତି ଭାବରେ ଆପଣମାନେ ଆସନ୍ତୁ, ସେଠି ଲୁଣିସାହି ଟିମ୍ର କଳାକାରମାନଙ୍କୁ ଭଲ ପାଇବା ଦିଅନ୍ତୁ, ସେଠି ନାଟକ ଦେଖନ୍ତୁ। ଦେଖନ୍ତୁ କି ସୁନ୍ଦର ଭାବରେ ପିଟିଶାଳା ମନ୍ଦିରଟି ହେଇଛି, ବହୁତ ବଢ଼ିଆ ସୁନ୍ଦର ମନ୍ଦିର।